ବିଜେଡିର ବଢୁଛି ଟେନସନ, ଧର୍ମେନ୍ଦ୍ର ଦେଲେ ଖୋଲା ଚ୍ୟାଲେଞ୍ଜ। ଆଗାମୀ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏହାକୁ ଦେଖି ବିଜେଡିରେ ଏବେ କମ୍ପନ ସୃଷ୍ଟି ହୋଇଛି। ବିଜେଡିର ସଂଗଠନ ପଶ୍ଚିମ ଓଡ଼ିଶାରେ ଏତେଟା ଭଲ ନଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବା ପାଇଁ ସବୁ କସରତ କରୁଛି ବିଜୁ ଜନତା ଦଳ। କିନ୍ତୁ ଧର୍ମେନ୍ଦ୍ରଙ୍କୁ କ'ଣ ସତରେ ହରାଇ ପାରିବ ବିଜୁ ଜନତା ଦଳ? କ'ଣ ଶଙ୍ଖକୁ ଭେଦି ପାରିବେ ଧର୍ମେନ୍ଦ୍ର ପ୍ରଧାନ? ସମ୍ବଲପୁରରେ କିଏ ମାରିବ ବାଜି, ଧର୍ମେନ୍ଦ୍ର ନା ବିଜୁ ଜନତା ଦଳ? ସାଂସ୍କୃତିକ ଟୁର୍କୁ ସେତେବେଳେ ଆପଣ ବାଗଡ଼ି ଆସିଲେ, ପୁଣି କହିଲେ ଏଇଥର ଯିବା ପାଇଁ ହିଁ ପଡିବ। ଆଉ ମୁଁ ପାର୍ଟି ପାଖରେ ଦରଖାସ୍ତ କରୁଛି ଏଇପଟକୁ ଲଢିପାରେ ବାଗଡ଼ିଆ ମାରା ମୁଁ ପୁଣି ମୁଣ୍ଡିଆ ମାରିକି ନ ଆଇଲେ ପୁଣି ମତେ ଠିକ ବେଳେ ହଇରାଣ କରିଦେବ। ତେଣୁ ମୁଁ ଆଜି ବାଗଡ଼ିଆକୁ ପ୍ରଣାମ ଜଣାଇବା ପାଇଁ ଆସି ଆଉ କେବେ ଆସିଲେ ଗପସପ ମାରିବି। ଚାଷୀ ଅଞ୍ଚଳରେ ଭଲି ଭଳି ଆସିବି ଆପଣ ଉତ୍କାନ୍ତି ଦୃତରେ ଭାଇ ଝଗଡ଼ା। ଧର୍ମେନ୍ଦ୍ର ଲୋକସଭା ଲଢ଼ିବା ଏକ ପ୍ରକାରର ନିଶ୍ଚିତ। ଅପେକ୍ଷା ବିଜେପି ହାଇକମାଣ୍ଡ କେଉଁ ନିର୍ଦ୍ଦେଶ ଦେଉଛନ୍ତି। ତେବେ ସମ୍ବଲପୁରରୁ ଯଦି ଧର୍ମେନ୍ଦ୍ର ପ୍ରଧାନ ଲଢ଼ନ୍ତି ତେବେ ତାଙ୍କର ଜିତିବାର ଆଶା ଅଧିକ।